गतिर्भर्ता प्रभुपृष्ठ ईश्वर पुरुषोत्तम आब्रह्म स्तंभभूधाता सद्गुरु त्वं नमस्तुते सद्गुरुस्त्वं नमस्तुते। परम प्रेममय श्री श्री ठाकुर अनुकूल चंद्र श्रीपाद पंकजरे मोर कोटि कोटि बार प्रणाम। जगज्जननी श्री श्री बड़ मांक श्रीचरण कोटि कोटि बार प्रणाम। जुगाचार्य प्रभुपाद श्री श्री बड़दांक श्रीचरण कोटि कोटि बार प्रणाम। सत्संगर कर्णधार आचार्य देव परम पूज्यपाद श्री श्री दादांक श्रीचरण कोटि कोटि बार प्रणाम। आज मो जीवनर अनुभूति विषय रे किछि उक्ति रखिବାକୁ चाहूँगी। मु जेतेबेले श्री श्री ठाकुर को जीवन रे ग्रहण करने को निष्पत्ति नेली तो मु स्वतः ही मत कहीं जाजन करी उद्बुद्ध करना जे तुम्हें ठाकुर को ग्रहण कर। मु ठाकुर फोटो विग्रह को देखी अनुभव करी यही होउछंती प्रकृष्ट गुरु जहाँ को अवलंबन करी मो जीवन नियंत्रित हो पारिबो। एक सुस्थ नियंत्रित जीवन जापन करिबा लोभरे मु श्री श्री ठाकुर को ग्रहण करी। ठाकुर को बुझीबा तो एते सहज नथिला। केवल तांकर दीक्षा नहीं जो कथा ठाकुर कहते जे करू 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 बुझीबा संभव हुए। से परिप्रेक्षी गोटे भजन मोर अच्छी भल लगे मत से भजन टी गाइबा। बुझी मो पारे ना तुमको प्रभु हे बुझीबार करे छलना। बुझी मो पारे ना तुमको प्रभु हे बुझीबार करे छलना। तुम दया बिना तुमको बुझीबा तुम दया बिना तुमको बुझीबा नुहे तो सहज साधना। वास्तविक ठाकुर को पाइबा ठाकुर को धरी चलवा एवं तांको बुझीबा ये पूर्वजन्मर सुकृत नथिले हुए ना। बोधे मोर तांको सहित से संपर्कटा जन्म जन्मांतर अच्छी बोली मु अनुभव करे। कारण मत कहीं उद्बुद्ध कर नथिले। मु जस्ट ठाकुर पाखु आसी थिली किंतु से भली फीलिंग्स मोर प्रथमे आसी नथिला। चिन्ही मु नथिली ताकू से मते चिन्हिला पाखकु पाखकु डाकी कि कथा कहिला। चिन्ही मु नथिली ताकू से मते चिन्हिला पाखकु पाखकु डाकी कि कथा कहिला। से कथा केउं दिन हो हो से कथा तो केउं दिन न जीवी पासर बसी अछि मिलन आसर। हो बसी अछि मिलन आसर। से मधु आसरे थिबे प्राण प्रिय मोर बसी अछि मिलन आसर। आस्ते आस्ते जिते ठाकुर बहीपत्र पढ़िली एते जीवनीय कथा एते उपादेय कथा जीवन रे एते सांत्वना एते भरोसा आउ कई देइथिबार मु उपलब्धि कली नहीं। केवल श्री श्री ठाकुर
ମାନେ ସେ ଭଗବାନ ହୁଅନ୍ତୁ ବା ଯିଏ କେହି ହୁଅନ୍ତୁ, ଏତେ ଦୂରଦୃଷ୍ଟି ସମ୍ପନ୍ନ ଆଉ ମଣିଷ ପାଇଁ ସେ କଥା ଏତେ ଉପାଦେୟ ମୁଁ ଅନୁଭବ କଲି। ଆସ୍ତେ 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 କର୍ମର ଭିତରେ ଦେଇ ଲାଗି ରହିବା ଭିତରେ ଦେଇ ମୁଁ ଅନୁଭବ କଲି ଯେ ବାସ୍ତବରେ ଏ ଜୀବନ ଆମର ଧନ୍ୟ ହୋଇଛି ଠାକୁରଙ୍କୁ ନେଇକି। ଯେ ଆମେ ଯେଉଁ ପିତାମାତାଙ୍କ ଠାରୁ ଏଇ ଜୀବନ ଲାଭ କରିଛୁ, ବାସ୍ତବରେ ସେଇମାନଙ୍କ ପାଖରେ ଆମେ ଋଣୀ। ଏ ଜନ୍ମରେ ଆମେ କିଛି ପାଉ ବା ନ ପାଉ, ତାଙ୍କୁ ହିଁ ପାଇଛୁ। ଏଇଟା ହେଉଛି ଜୀବନର ବଡ଼ ସାର୍ଥକତା। ତେଣୁ ଜଣେ ଭକ୍ତ ଗାଉଥିଲେ, ଏ ଜୀବନ କିଛି ଦେଉ ବା ନ ଦେଉ, ଦେଇଛି ତୁମକୁ ମୋତେ ଦୟାଲ, ଦେଇଛି ତୁମକୁ ମୋତେ। ଏ ଜୀବନେ କିଛି ଥାଉ କି ନଥାଉ, ତୁମେ ରହିଛ ମୋ ସାଥେ, ଦେଇଛି ତୁମକୁ ମୋତେ ଦୟାଲ, ଦେଇଛି ତୁମକୁ ମୋତେ। ବାସ୍ତବିକ ଆଜିର ଯୁଗରେ ମଣିଷ ପାଖରେ ଟଙ୍କା ପଇସା ଧନରତ୍ନ କିଛି ଯଦି ଅଭାବ ଥାଏ, ସେଇଟାକୁ ହିଁ ଅଭାବ ମେହସୁସ କରେ। କିନ୍ତୁ ପ୍ରକୃତ ପକ୍ଷରେ ଆମ ପାଖରେ ବ୍ୟାଙ୍କ ବାଲାନ୍ସ, ଟଙ୍କା, ଗାଡ଼ି ଏସବୁ ନାହିଁ। କିନ୍ତୁ ଏ ଜନ୍ମରେ ଆମେ ସେସବୁ ପାଇନୁ। କିନ୍ତୁ ବାସ୍ତବରେ ଗୋଟେ ଅମୂଲ୍ୟ ସମ୍ପଦ ପାଇଛୁ। ଯେଉଁ ଅମୂଲ୍ୟ ସମ୍ପଦ ହେଉଛନ୍ତି ଆମର ଶ୍ରୀ ଠାକୁର। ତେଣୁ ସେଇ ଯେଉଁ କଥା, ମହାନ କଥା, ଏ ଜୀବନ କିଛି ଦେଉ ବା ନ ଦେଉ, ଦେଇଛି ତୁମକୁ ମୋତେ। କେତେ ଉଚ୍ଚକୋଟୀର ଚିନ୍ତାଧାରା। ବାସ୍ତବିକ ଠାକୁରଙ୍କୁ ଯେ ଆମେ ପାଇଛନ୍ତି, ଜୀବନର ସବୁଠୁ ବଡ଼ ସତ୍ୟ, ସବୁଠୁ ବଡ଼ ସମ୍ପଦ ଆମେ ଲାଭ କରିଛନ୍ତି। ମୋ ଜୀବନରେ ଠାକୁରଙ୍କୁ ଧରି ବହୁ ଅବଷ୍ଟାକଲ୍, ବାଧା ବିଘ୍ନ ଭିତରେ, ପ୍ରତିକୂଳ ପରିବେଶ ଭିତରେ ଠାକୁରଙ୍କୁ ନେଇକି ଚାଲିଛି। ବେଳେବେଳେ ଭାବର ଉତ୍ଥାନ ପତନ ମଧ୍ୟ ହୁଏ। କିନ୍ତୁ ମୁଁ ଯେତେବେଳେ ସତ୍ସଙ୍ଗ, ସଦାଲୋଚନା, ଯଜନ ଯାଜନ, ଅଧ୍ୟୟନ ସହିତ ଜଡ଼ିତ ରହେ, ସେତେବେଳେ ମୋର ଭାବ ତାଙ୍କ ସହିତ ଲାଗି ରହେ। ଆଉ ମୁଁ ତାଙ୍କୁ ଯେତେବେଳେ ଭଲ ପାଇ ବସେ, ସେତେବେଳେ ମୋର ସଂକୀର୍ଣ୍ଣତା ଦୂର ହୋଇଯାଏ। ମୁଁ ଆନନ୍ଦ ଅନୁଭବ କରେ। ଆଉ ଏଇ ଆନନ୍ଦ ଅନୁଭବ କରିବାର ଗୋଟେ ଧାରା ହେଉଛି ଯଜନ ଯାଜନ, ଇଷ୍ଟଭୃତି, ସ୍ୱସ୍ତୟିନୀ ସଦାଚାର। ଏହା ହେଉଛି ଆମ ପାଇଁ ଅମୂଲ୍ୟ ସମ୍ପଦ। ତେଣୁ ଏଇ ଯେଉଁ ସ୍ୱସ୍ତୟିନୀ ସଦାଚାର ବା ଯଜନ ଯାଜନ, ଅଧ୍ୟୟନ ଅଧ୍ୟାପନା, ଏହା ସହିତ ଆମେମାନେ ପ୍ରତ୍ୟେକ ଲାଗି ରହିବା ଦରକାର। ଆଉ ଇଷ୍ଟ ହେଉଛନ୍ତି ଆମ ଜୀବନର ମୂଳ। ଆଉ ସବୁକିଛି ତଥାକଥିତ ଭୋଗବିଳାସ ଯାହା କିଛି ସବୁ ହେଉଛି ଅସ୍ଥାୟୀ, ସେ ହେଉଛନ୍ତି ସ୍ଥାୟୀ। ତାଙ୍କୁ ନେଇକି ଆମର ଅନନ୍ତ ଜୀବନ, ଅନନ୍ତ ଜନ୍ମ, ଜନ୍ମ ଜନ୍ମାନ୍ତରର ସେ ହେଉଛନ୍ତି ଆମର ସମ୍ପଦ। ଆଉ ସଦ୍ଗୁରୁକୁ ଗ୍ରହଣ ହେଉଛି, ଏହା ହେଉଛି ଅନିବାର୍ଯ୍ୟ ସତ୍ୟ। ମାନେ ଏହା ସମସ୍ତଙ୍କ ଜୀବନରେ ଆସିବା ଉଚିତ। କାରଣ ଜୀବନର ଲକ୍ଷ୍ୟ ହେଉଛି ସଦ୍ଗୁରୁ ପ୍ରାପ୍ତି। ଇଷ୍ଟଙ୍କର ଯେଉଁମାନେ ଧାର ଧାରନ୍ତି ନାହିଁ, ଅନିଷ୍ଟ ସେମାନଙ୍କର ପଛେ ପଛେ ଘୁରେ। ଏହା ଠାକୁରଙ୍କର ଗୋଟିଏ ବାର୍ତ୍ତା ଅଛି। ସଦ୍ଗୁରୁ ଗ୍ରହଣ ଯେ ପ୍ରତ୍ୟେକଙ୍କ ପକ୍ଷେ ଅନିବାର୍ଯ୍ୟ ପ୍ରୟୋଜନ, ସେ ସମ୍ବନ୍ଧରେ ଯାଜନ କରି କରି ସାରା ଦେଶରେ ଗୋଟାଏ ସଂସ୍କାର ସୃଷ୍ଟି କରିବାକୁ ହେବ। ଶ୍ରୀ ଶ୍ରୀ ଠାକୁରଙ୍କର ବାର୍ତ୍ତା। ପ୍ରତ୍ୟେକଟି ସତ୍ସଙ୍ଗୀକୁ ଯଦି ଯାଜନ ମୁଖର କରି ତୋଳିପାରନ୍ତି, ତାହେଲେ ଦେଖିବାକୁ ପାଇବେ ଦେଶର ବାତାବରଣ କେତେ ଉନ୍ନତ ହୋଇ ଉଠୁଛି। ଗୋଟାଏ ଲୋକ ଯଦି ଇଷ୍ଟଙ୍କୁ ନେଇ ମାତି ଉଠେ,
ସେ ତାର ପରିବେଶରେ ଯେ କେତେ ମଙ୍ଗଳ କରିପାରେ ତାହା ଚିନ୍ତା କରାଯାଇପାରେ ନା। ଏହିପରି ବହୁ ଲୋକ ସୃଷ୍ଟି କରିବାକୁ ହେବ ଏବଂ ସେମାନଙ୍କ ମଧ୍ୟରେ ପାରସ୍ପରିକତା ଫୁଟାଇ ତୋଳିବାକୁ ହେବ। ପାରସ୍ପରିକ ସହଯୋଗ ଭିତରେ ଦେଇ ସେମାନେ ନ ପାରନ୍ତି ଏପରି କୌଣସି କାମ ନାହିଁ। ନାନା ଆବିଳତା ସତ୍ତ୍ୱେ ମଧ୍ୟ ମଣିଷ ଭିତରେ ମଙ୍ଗଳ ପାଇଁ କ୍ଷୁଧା ରହିଛି। ସ୍ଥାନ, କାଳ, ପାତ୍ର, ପରିବେଶ ଅନୁଯାୟୀ ତାହା ପରିବେଷଣ କରି ଜାଣିବା ଦରକାର। ଏହି ପରିବେଷଣ ଯେତେ ଅତନ୍ଦ୍ର, ବ୍ୟାପକ ଓ ସୁଷ୍ଠୁ ହେବ, ପରିବେଶ ମଧ୍ୟ ସେତେ ସୁଷ୍ଠୁ ହୋଇପାରିବ। ତାହେଲେ ସେମାନେ ଯାକୁ ତାକୁ ନେତା ବୋଲି ମାନି ନେଇ ବିଧ୍ୱସ୍ତିକୁ ଆଲିଙ୍ଗନ କରିବେ ନାହିଁ। ଇଷ୍ଟ କୁଷ୍ଠିହୀନ ଲୋକର ପତ୍ତା ପାଇବା ହିଁ କଷ୍ଟକର ହେବ। ତେଣୁ ସଦ୍ଗୁରୁ ଗ୍ରହଣ ଜୀବନର ଅନିବାର୍ଯ୍ୟ ସତ୍ୟ। କବୀର ସାହେବଙ୍କର ଗୋଟେ ଦୋହା ମନେ ପଡ଼େ, सद्गुरु आया भेद बताया ज्ञान करे उपदेश, कोयला का मैला छूटे जब आग करे प्रवेश। सद्गुरु ଆସିକି ମଣିଷ ମନର ସେ ଯେଉଁ କଳୁଷ କାଳିମା ତାଙ୍କର ନାମା ଅଗ୍ନି ଦ୍ୱାରା ଜାଳି ଦେଇଥାନ୍ତି, ପାଉଁଶ ହୋଇଯାଏ ସେ ଯେଉଁ କଳୁଷ କାଳିମା। ତେଣୁ ଜୀବନର ଲକ୍ଷ୍ୟ ସଦ୍ଗୁରୁଙ୍କୁ ପାଇବା। ମଣିଷ ଯେତେ ବଡ଼ ହେଉ, ଯେତେ ଛୋଟ ହେଉ, ସଦ୍ଗୁରୁ ଲାଭ ଜୀବନର ଅନିବାର୍ଯ୍ୟ ସତ୍ୟ। ଠାକୁରଙ୍କୁ ଜୀବନରେ ଗୁରୁ ଭାବେ ପାଇବା ଆମର ଯେ କେତେ ବଡ଼ ସୌଭାଗ୍ୟ, ଆମେ ତାହା ମୁଖରେ ବର୍ଣ୍ଣନା କରିଦେଲେ ହେବ ନାହିଁ। ଅତ୍ୟନ୍ତ ଦୁଷ୍କର ବ୍ୟାପାର ଯେ ଠାକୁର ହେଉଛନ୍ତି ବିଶ୍ୱ ଦୁନିଆର ମାଲିକ। ଠାକୁରଙ୍କର ଗୋଟିଏ ଗୋଟିଏ କଥା ଜୀବନ ପାଇଁ ଏତେ ଉପାଦାୟ, ତାହା ଇମାଜିନ୍ କରିବା ସମ୍ଭବ ନାହିଁ। ଠାକୁରଙ୍କର ଗୋଟେ ବାଣୀ ମୋର ମନେ ପଡ଼େ, ମୁଁ ଯେଉଁ ଆଦର୍ଶ ତୁମମାନଙ୍କ ଆଗରେ ସ୍ଥାପନ କରିଛି, ମୁଁ ଯେଉଁ ଆଦର୍ଶର କଥା ତୁମମାନଙ୍କ ନିକଟରେ କହିଛି, ସେଥିରେ ନିଷ୍ଠା, ଅନୁରାଗ, ଅନୁସରଣ ସହିତ ଅଳ୍ପ ହିଁ ହେଉ, ବିସ୍ତର ହେଉ, ଯେତେଟା ଆନ୍ତରିକତା ନେଇ ସକ୍ରିୟ ଅଭିବ୍ୟକ୍ତି ଦେବ, ଇଷ୍ଟାନୁଗ ସହଯୋଗ ସ୍ୱାର୍ଥରେ ସ୍ୱାର୍ଥାନ୍ୱିତ ହୋଇ ତୁମ୍ଭମାନଙ୍କୁ କେହି ଧ୍ୱଂସ କରିପାରିବେ ନାହିଁ ଦୁନିଆରେ, ବିଧ୍ୱସ୍ତି ଆଡ଼କୁ ନେଇଯାଇପାରିବେ ନାହିଁ ଦୁନିଆରେ। ଆଉ ପ୍ରତ୍ୟେକଟି ବ୍ୟଷ୍ଟି ଅଭ୍ୟସ୍ତତାର ସ୍ୱତ ହୋଇ ଉଠିଲେ ପ୍ରୀତି ଉଦ୍ଦୀପନା ଏପରି ଯୁଗ ଆବାହନ କରିବ ଯେଉଁଦିନ ଶାସକର ପ୍ରୟୋଜନ ବି ନ ହୋଇପାରେ। ସତ୍ୟ, ନ୍ୟାୟ, ଅହିଂସା ଓ ପରାକ୍ରମ ଦୀପ୍ତ ସ୍ତର୍ଯ୍ୟ ତୁମ ସମସ୍ତଙ୍କ ଭିତରେ ମୂର୍ତ୍ତ ହୋଇ ରହିବ। ଧର୍ମ ଧୃତିର ଚୁମ୍ବନରେ ତୁମ୍ଭମାନଙ୍କର ସମସ୍ତଙ୍କର ଅର୍ଗଳିରେ ଧରିବ। କୃତିଯୁଗ ବା ସତ୍ୟଯୁଗର ମଳୟ ହାୱାରେ ଅଭିଷିକ୍ତ ହୋଇ ତୁମ୍ଭମାନଙ୍କ ଅନ୍ତରର ଅନ୍ତଃସ୍ଥଳ ଗାଇ ଉଠିବ। ସ୍ୱାଧିମାଂ ତଂ ପ୍ରପନ୍ନମ୍, ସ୍ୱତନ୍ତ୍ର ସମ୍ବର୍ଦ୍ଧନୀ ସହଯୋଗୀ ଅଭିଦୀପ୍ତି ନେଇ। ଆଉ ଏହା ଯଦି ଭାଙ୍ଗିଦିଅ ବା ଭାଙ୍ଗିଯାଏ, ଧରି ରଖି ନ ପାର, କୃତିସୌଧ ଭାଙ୍ଗିଯାଇ ପର୍ଯ୍ୟୁଦସ୍ତ କୃଷ୍ଟି ବିଭ୍ରାନ୍ତିରେ ଟୁକୁରା ଟୁକୁରା ହୋଇ ସଂହତି ଓ ସହଯୋଗ ବିଧ୍ୱସ୍ତ ବିକୃତି ହୋଇ ସଂହତି ହରା ଏହି ଜୈବୀ ସଂସ୍ଥିତିର ସର୍ବନାଶରେ ଆତ୍ମନିମଜ୍ଜନ କରିବା ଛଡ଼ା ଉପାୟନ୍ତର ରହିବ ନାହିଁ। ଦେଖନ୍ତୁ ଶ୍ରୀ ଠାକୁରଙ୍କର ଏହି ଗାମ୍ଭୀର୍ଯ୍ୟପୂର୍ଣ୍ଣ କଥା। ଠାକୁର ଯେଉଁ ଆଦର୍ଶର କଥା କହିଗଲେ, ଆମ୍ଭେମାନେ ଯଦି ଅଳ୍ପ ବି ପାଳନ କରୁ ବା ବିସ୍ତାର ବି ପାଳନ କରୁ, ଯେତେଟା ଆନ୍ତରିକତା ନେଇ ଆମେ ଲାଗି ରହୁ, ଆମ୍ଭମାନଙ୍କୁ କେହି ବି ଧ୍ୱଂସ କରିପାରିବେ ନାହିଁ। ବିଧ୍ୱସ୍ତ ଆଡ଼କୁ କେହି ନେଇଯାଇପାରିବେନି ଏ ଦୁନିଆରେ। ଆଜି ସାରା ଦୁନିଆରେ ବା ଏ ପୃଥିବୀରେ କରୋନା ଭଳି ମହାମାରୀ ଗ୍ରାସ କରିଛି। ତେଣୁ
ଠାକୁର କହୁଛନ୍ତି କେହି ତୁମକୁ ଧ୍ୱଂସ କରିପାରିବେନି। ବାସ୍ତବିକ ଆମେ ଯଦି ତାଙ୍କୁ ଧରି ତାକୁ ଅନୁଶାସନ ତାଙ୍କର ସଦାଚାର ସୂତ୍ର ମାନି ଟିକିଏ ଟିକିଏ ବି ପାଳନ କରୁ, କେହି ଆମକୁ ଧ୍ୱଂସ କରିପାରିବେ ନାହିଁ। ଏ ଭରସା ଶ୍ରୀ ଠାକୁର ଆମକୁ ଦେଇଛନ୍ତି। କିନ୍ତୁ ଆମେମାନେ କେତେଟା ତାଙ୍କ କଥା ମାନିଛୁ, କେତେ ତାଙ୍କ ପଥରେ ଚାଲିଛୁ, ତାଙ୍କୁ କେତେ ପାଥେୟ କରିଛୁ, ଏଇଟା ହିଁ ଚିନ୍ତାର ବିଷୟ, ଏଇଟା ହିଁ ବିଶ୍ଳେଷଣର ବିଷୟ। ବାସ୍ତବିକ ସେ ଆସିଛନ୍ତି ମଣିଷକୁ ରକ୍ଷା କରିବା ପାଇଁ। ତେଣୁ ଆମେ ଯଦି ତାଙ୍କୁ ରକ୍ଷା କରି ବା ତାଙ୍କୁ କଥାକୁ କାଣ୍ଟାଏ କାଣ୍ଟାଏ ପରିପାଳନ କରି ଜୀବନରେ ଚାଲୁ, ତାହେଲେ ଆଉ କିଛି ଭାବନା ଆମର ରହିବ ନାହିଁ। ଏଇ ହେଉଛି ଶ୍ରୀ ଠାକୁରଙ୍କର କଥା। ତଥାକଥିତ ଭାବେ ଠାକୁରଙ୍କୁ ଧରି ହାପା ଜାଳିଲେ ଚାଲିଲେ ହୁଏ ନା। ଇଷ୍ଟଙ୍କ ପ୍ରତି ଟାଣ ନିଷ୍ଠା ନିପୁଣତା ଲାଗି ରହିବା ଯଦି ହୁଏ, ତାହେଲେ ବାସ୍ତବିକ ଆମେ ତାଙ୍କୁ ଉପଲବ୍ଧି କରିବା। ସେ ସର୍ବ ବିଷୟରେ ଆମମାନଙ୍କୁ ପ୍ରେରଣା, ଉତ୍ସାହ, ସାନ୍ତ୍ୱନା, ଭରସା ସବୁକିଛି ପ୍ରଦାନ କରିଛନ୍ତି। ଆଉ କେଉଁ କଥା ନାହିଁ ସାହିତ୍ୟ, ଦର୍ଶନ, ଜ୍ଞାନ, ବିଜ୍ଞାନ ତାଙ୍କୁ ଭେଦ କରି କିଛି ନାହିଁ। ମୁଁ ଯେତିକି ପଢ଼ିଛି, ବୁଝିଛି, ସେ ଯାହା କହିଦେଇ ଯାଇଛନ୍ତି ତାହା ସତ୍ୟ ସତ୍ୟ ସତ୍ୟ। ଅବର୍ଣ୍ଣନୀୟ ତାଙ୍କର ବ୍ୟକ୍ତିତ୍ୱ, ଅଖଣ୍ଡ ତାଙ୍କର ବାକ୍ୟ, ଶାଶ୍ୱତ ଚିରନ୍ତନ ତାଙ୍କର ପ୍ରେମ, ତାଙ୍କ ପ୍ରୀତିର ପଟାନ୍ତର ନାହିଁ। ସେ ବ୍ୟକ୍ତ କରିଥିବା ସମସ୍ତ ଉକ୍ତି, ତାଙ୍କ ଆଚରଣରେ ଫୁଟାଇଥିବା ସମସ୍ତ କଥା ସତ୍ୟ ସତ୍ୟ ଧ୍ରୁବ ସତ୍ୟ। ତେଣୁ ପ୍ରତ୍ୟେକଟି ପରିବାର, ପ୍ରତ୍ୟେକଟି ବ୍ୟକ୍ତି ଆଜି ତାଙ୍କୁ ଅନୁସରଣ କରିବା ଉଚିତ। ତାଙ୍କୁ ଅନୁସରଣ କରି ଜୀବନକୁ ସେଇ ଛନ୍ଦରେ ଛନ୍ଦାୟିତ କରି ଚାଲିବା ଉଚିତ। ନଚେତ୍ ଜୀବନର ମାନେ କିଛି ନାହିଁ। ତଥାକଥିତ ଭୋଗବିଳାସ, ଧନ ସମ୍ପତ୍ତି, ପ୍ରାଚୁର୍ଯ୍ୟ ମଣିଷର ଅଢ଼େଇ ଦିନ ମାତ୍ର। କିନ୍ତୁ ଜୀବନର ଗତି ଅଢ଼େଇ ଦିନ ନୁହେଁ। ଜୀବନର ଗତି ହେଉଛି ଅନନ୍ତ ଅନନ୍ତ। ଏଇ ଅନନ୍ତ ଜୀବନର ମୂଳ ଆଧାର ହେଉଛନ୍ତି ଶ୍ରୀ ଶ୍ରୀ ଠାକୁର, ପ୍ରଭୁ ଶ୍ରୀ ପରମ ପିତା। ତାଙ୍କୁ ନେଇ ଜୀବନକୁ ଆନନ୍ଦ କରିବା ଉଚିତ। ସେ ହିଁ ଜୀବନର ସର୍ବଶ୍ରେଷ୍ଠ ସମ୍ପଦ ବୋଲି ଭାବିବା ଉଚିତ। ଆଜି ମଣିଷ ତଥାକଥିତ ଭାବେ ବହୁ ଶିକ୍ଷିତ ହେଲେ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନରେ ଆଜି ସନ୍ତୁଷ୍ଟ ନାହିଁ। ପାରିବାରିକ ଜୀବନ, ଦାମ୍ପତ୍ୟ ଜୀବନ ଆଜି ମଣିଷର ନଷ୍ଟଭ୍ରଷ୍ଟ ହୋଇଯାଇଛି। ଆଜି ପାରିବାରିକ ଜୀବନରେ ଯେଉଁ ସୁଖ ଶାନ୍ତି ଅର୍ଜନ କରିବା କଥା ନାହିଁ। କାରଣ ଯେଉଁ ପରିବାରରେ ବା ଯେଉଁ ବ୍ୟକ୍ତି ଜୀବନରେ ଆଦର୍ଶ ନାହିଁ, ସେ ଭଲ ମନ୍ଦ ବା ଜାଣିବ କାହିଁ। ତଥାକଥିତ ଭଦ୍ର ସମାଜକୁ ଦେଖିଲେ ମନେ ହୁଏ, ଯେମିତି ଠାକୁର କହିଛନ୍ତି ଯେ ତଥାକଥିତ ଭଦ୍ରଲୋକଙ୍କୁ ଦେଖିଲେ ମୋର ମନେ ହୁଏ ଯେ ସେମାନଙ୍କର ନାଇ କଟା ହେଇନି। କହିବାର ତାତ୍ପର୍ଯ୍ୟ ଏହି ଯେ ଗୁରୁ ଗ୍ରହଣ ନ କଲେ ମଣିଷର ସେ ଯେଉଁ ଚେତନା ଜାଗ୍ରତ ହୁଏ ନା। କିପରି ବ୍ୟକ୍ତି ଜୀବନ, କିପରି ଦାମ୍ପତ୍ୟ ଜୀବନ, କିପରି ପାରିବାରିକ ଜୀବନ, କିପରି ସମାଜ ଏବଂ ରାଷ୍ଟ୍ର ଜୀବନ ଅତିବାହିତ କରିବାକୁ ପଡ଼େ, ସେ ଠିକ୍ ରୂପେ ବୁଝିପାରେ ନା, ନିଜକୁ ତଉଲି ପାରେ ନା। ତେଣୁ ଶ୍ରୀ ଠାକୁରଙ୍କର ଭାଷାରେ ଯେ ତଥାକଥିତ ଭଦ୍ରଲୋକଙ୍କୁ ଦେଖିଲେ ମୋର ମନେ ହୁଏ ଯେ ସେମାନଙ୍କର ନାଇ ବି କଟା ହେଇନି।
ମୁଁ ଯାହା ଉପଲବ୍ଧି କରେ ଠାକୁରଙ୍କୁ ବାଦ ଦେଇ ଯେଉଁମାନେ ଦୁନିଆରେ ବହୁତ ବଡ଼ ହେଇଛନ୍ତି ସେମାନଙ୍କର ନିଶ୍ଚିତ ଭାବରେ ଅନେକ ଚାରିତ୍ରିକ ତ୍ରୁଟି ରହିଛି। ଯଦି ସେମାନେ ବାସ୍ତବିକ ଠାକୁରଙ୍କୁ ଧରି ଥାନ୍ତେ ତାଙ୍କର ସେ ଭଲଟା ଆହୁରି ଭଲ ହୋଇ ଉଠିଥାନ୍ତା, ତାଙ୍କର ସେ ଚାରିତ୍ରିକ ସଂଶୋଧନ ହୋଇଥାନ୍ତା। ଲୋକ ବହୁତ କଥା କହେ, ଲୋକ ଭାଷଣ ଦିଏ, ମାତ୍ର ନିଜର ଚାରିତ୍ରିକ ତ୍ରୁଟି କୁ ସଂଶୋଧନ କରିପାରେ ନା, କାରଣ ଜୀବନରେ ତା'ର ଆଦର୍ଶ ନଥାନ୍ତି ବୋଲି। ଲୋକ ଆଜି ଠିକ୍ ଭାବରେ ଚାଲି ଜାଣିନି, କଥା କହି ଶିଖିନି, ଖାଇ ଜାଣିନି, ବସି ଜାଣିନି, ଉଠି ଜାଣିନି, କିନ୍ତୁ ବାସ୍ତବିକ ଯଦି ଗୁରୁଙ୍କୁ ଜୀବନରେ ଧରି ବା ଆଦର୍ଶଙ୍କୁ ଅନୁସରଣ କରି ଚାଲେ ତା ସବୁ ଜିନିଷ ଗୁଡ଼ିକ ପକ୍କା ହୋଇଯାଏ। ତେଣୁ ଆଦର୍ଶ ହେଉଛନ୍ତି ମଣିଷ ଜୀବନର ସର୍ବସ୍ୱ ଆଉ ବ୍ୟକ୍ତିତ୍ୱର ମାପକାଠି। ତାଙ୍କୁ ଦେଖି ସେ ଜୀବନକୁ ମାପି ଜୀବନକୁ ନିୟନ୍ତ୍ରିତ କରିପାରିବ, ଜୀବନକୁ ଠିକ୍ ଭାବରେ ଉପଯୁକ୍ତ ଭାବରେ ପରିପାଳନ କରିପାରିବ। ତା ଭିତରେ ଦୟା, କ୍ଷମା, ପ୍ରେମ, ସହନଶୀଳତା ଏସବୁ ଜିନିଷ ଉଦ୍ରେକ ହେବ। ପରଶ୍ରୀ କାତରତା, ହୀନମନ୍ୟତା ଠାରୁ ଦୂରେଇ ଗୋଟେ ସୁସ୍ଥ ବ୍ୟକ୍ତି ଜୀବନ, ଦାମ୍ପତ୍ୟ ଜୀବନ, ସମାଜ ଜୀବନ ଏବଂ ରାଷ୍ଟ୍ର ଜୀବନକୁ ସେ ଉପଲବ୍ଧି କରିପାରିବ ବା ଉପଭୋଗ କରିପାରିବ। ଆଜିର ଶିକ୍ଷା ଦେଖନ୍ତୁ, ଠାକୁର କହୁଥିଲେ ଈର୍ଷା, ଅକ୍ରୋଶ, ହୀନମନ୍ୟତାର ଉଦ୍ଦୀପ୍ତ ଯେଉଁ ଶିକ୍ଷା ତାହା ଜୀବନ ଚରିତ୍ରକୁ ସ୍ପର୍ଶ କରିପାରେ। ଯଦି ଅବିନସ୍ତ ଅବାଧ୍ୟ ସଂଗୃହୀତ ଐଶ୍ୱର୍ଯ୍ୟରେ ଅଧିରୂଢ଼ ହୋଇପାରେ, କିନ୍ତୁ ଇଷ୍ଟ ଆଦର୍ଶ ବା ପ୍ରେମାସ୍ପଦଙ୍କଠାରେ ଭକ୍ତି ଆଉ ପ୍ରେମର ଉଚ୍ଛଳତା ବା ପ୍ରୟୋଜନରୁ ଯେଉଁ ଶିକ୍ଷା ଆରମ୍ଭ ହୁଏ ତାହା ଜୀବନ ଚରିତ୍ରକୁ ଆକ୍ରମଣ କରି ବଂଶାନୁକ୍ରମିକତା ବା ହେରିଡ଼ିଟିକୁ ରଞ୍ଜିତ କରେ। ଆଜିର ଶିକ୍ଷା ଦେଖନ୍ତୁ, ଆଜିର ଶିକ୍ଷା ଅର୍ଜନ କରି ଆଧୁନିକ ବା ସାମ୍ପ୍ରତିକ ସମାଜର ନର ନାରୀମାନେ ନିଜର ପାଶବିକ ପ୍ରବୃତ୍ତିକୁ ଦୂରେଇ ଦେଇ ପାରିନାହାନ୍ତି। ଶିକ୍ଷା ଅର୍ଜନ କରି ଭୋଗବିଳାସ ବା ଜୀବନ ଜୀବିକାରେ ବହୁ ଉର୍ଦ୍ଧ୍ୱସ୍ତରକୁ ଯାଇଛନ୍ତି, କିନ୍ତୁ ସେହି ଶିକ୍ଷା ତାଙ୍କ ଜୀବନ ଚରିତ୍ରକୁ ସ୍ପର୍ଶ କରିନାହିଁ, ଅନୁରଞ୍ଜିତ କରିନାହିଁ ବା ହେରିଡ଼ିଟି ବଂଶାନୁକ୍ରମିକତାକୁ ଅନୁରଞ୍ଜିତ କରି ନାହିଁ। ଏହା ହେଉଛି ସବୁଠୁ ବଡ଼ ଅବ୍ୟବସ୍ଥା ଆମ ଶିକ୍ଷା ପଦ୍ଧତିରେ। ଆମ ଶିକ୍ଷା ଆଜି କେବଳ ଘୋଷା ସଦୃଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୋର ଗୋଟିଏ କଥା ମନେ ପଡ଼େ ଯେ ଗୋଟିଏ ଲୋକ ଗୋଟିଏ ଶୁଆକୁ ବହୁତ ମନ ଖୁସିରେ ବା ଆନନ୍ଦରେ ଗୋଟେ ପିଞ୍ଜରା ଭିତରେ ରଖିଥିଲା। ଶୁଆକୁ ସବୁଦିନ ଶିଖାଏ, ଶୁଆରେ ପିଞ୍ଜରା ଯଦି କେବେ ଖୋଲା ଥାଏ ତୁ ଉଡ଼ିଯିବୁ ନାହିଁ, ଆଉ ଶିକାରୀ ଜଙ୍ଗଲରେ ଖୁଦ ପକାଇଥିବ, ଜାଲ ବିଛାଇଥିବ, ତୁ ସେ ଖୁଦ ଖାଇବୁ ନାହିଁ, ଶିକାରୀ ତୋତେ ଜାଲରେ ଧରି ନେବ ଏବଂ ତୋତେ ମାରିଦେବ। ଏହି କଥା ସେ ଶୁଆକୁ ଶିଖେଇଛି, ମାତ୍ର ଶୁଆ ମଧ୍ୟ ତାକୁ ଘୋଷି ଦେଇଛି। ପରିଶେଷରେ ଦେଖାଯାଇଛି ଏକ ଦିନ ମାଲିକ ଭାବିଛି ଶୁଆକୁ ତ ଏତେ କଥା ଶିଖେଇଛି, ସେ କ'ଣ ବାସ୍ତବରେ ଉଡ଼ିଯିବ? ଦିନେ ପିଞ୍ଜରାର ଦ୍ୱାରଦେଶ ଖୋଲି ଦେଇଛି, ଶୁଆଟି ଉଡ଼ିଯାଇଛି। ଉଡ଼ିବା ସମୟରେ ମଧ୍ୟ ସେ ସେଇ କଥା କହୁଛି, ଶୁଆରେ ବଣକୁ ଯିବୁନି, ବଣରେ ଶିକାରୀ ଜାଲ ବିଛାଇଥିବ, ଖୁଦ ପକାଇଥିବ, ଖୁଦ ଖାଇବୁ ନାହିଁ, ଶିକାରୀ ଜାଲରେ ଧରିନେବ, ତୋତେ ମାରିଦେବ। ଏହି କଥା କହୁଛି, ଉଡ଼ିଛି। ଅନତି ଦୂରରେ ଦେଖିଛି ଜଙ୍ଗଲରେ ଖୁଦ ପଡ଼ିଛି, ଜାଲ ବିଛା ହେଇଛି, ତେଣୁ ସେ ଖୁଦ ଖାଇଛି, ଜାଲରେ ପଡ଼ିଛି ଏବଂ ଶିକାରୀ ତାକୁ ଧରି ନେଇଛି। ବାସ୍ତବିକ କହିବାର ଉପଲକ୍ଷ୍ୟ ଏଇଆ ଯେ ଆମର ଶିକ୍ଷା ଆଜି ଏଇଭଳି ହୋଇଯାଇଛି, ଯେଉଁ ଶିକ୍ଷା ଆମ ଚରିତ୍ରକୁ ମନକୁ ସ୍ପର୍ଶ କରିନାହିଁ। ଆମେ କେବଳ ଗଣିତ, ବିଜ୍ଞାନ, ଭୂଗୋଳ, ସାହିତ୍ୟ, ଇଂରାଜୀ ଆରି ଭିତରେ ସୀମିତ ରହିଯାଇଛୁ।
ଶିକ୍ଷାଟା ଆଜି ଥିଓରି ହେଇଯାଇଛି, ଆଜି ପ୍ରାକ୍ଟିକାଲ ହେଇନି। ତା ନହେଲେ ଏ ଭାରତବର୍ଷ ଦେଖନ୍ତୁ ବହୁ ଶିକ୍ଷିତ ଆଜି ବେକାରୀ, କର୍ମସଂସ୍ଥାନ ନାହିଁ 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 ବୋଲି ଚିତ୍କାର କରିଚାଲିଛନ୍ତି। ତେଣୁ ଶିକ୍ଷା ଆଜି ଆମେ ଅର୍ଜନ କରି ଲିଟରେଟ୍ ହେଇଛୁ, ଏଜୁକେଟେଡ଼୍ ହେଇପାରୁନୁ। ଯଦି ବାସ୍ତବରେ ଏଜୁକେଟେଡ଼୍ ହେଇଥାନ୍ତେ, ଯେଉଁମାନେ ବି ଶିକ୍ଷା ଅର୍ଜନ କରି ଡିଗ୍ରୀ ଡିପ୍ଲୋମା ଧରି ବହୁ ଉଚ୍ଚ ପଦପଦବୀ ଲାଭ କରିଛନ୍ତି, ସେମାନେ ସେହି ଉଚ୍ଚ ପଦପଦବୀର ଫାଇଦା ହାସଲ କରିବାକୁ ଚାହୁଁଛନ୍ତି। କଲମ ମନରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବାକୁ ଚେଷ୍ଟା କରୁଛନ୍ତି। ସେ ଟଙ୍କା ଯେ କ'ଣ କାମରେ ଆସିବ, ସେ ଜ୍ଞାନ ସେମାନଙ୍କର ନାହିଁ, ବା ସେଇ ଲୋଭ ତାଙ୍କୁ ଏଭଳି ଗ୍ରାସ କରି ବସିଛି। ଯେଉଁ ଲୋଭ ବା କମ୍ପ୍ଲେକ୍ସ ସରପ୍ରେସ୍ ହୋଇପାରିବ ନାହିଁ ଜୀବନରେ ଜୀବନ୍ତ ଆଦର୍ଶ ଯଦି ନଥାନ୍ତି। ଆଜି ଡାକ୍ତର ଦେଖନ୍ତୁ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି, ମାତ୍ର ଅସହାୟ ଦରିଦ୍ର ଯେଉଁମାନଙ୍କର ଅବସ୍ଥା ସ୍ୱଚ୍ଛଳ ନାହିଁ, ସେମାନଙ୍କୁ ମଧ୍ୟ ଶୋଷଣର ଶିକାର ହେଉଛନ୍ତି। ସେମାନେ ଚାହିଁଲେ କ'ଣ ଏମାନଙ୍କୁ ମୁକ୍ତ ଭାବରେ ଟ୍ରିଟମେଣ୍ଟ କରିପାରନ୍ତେ ନାହିଁ? କଲେ କ'ଣ ସେମାନଙ୍କର କିଛି ଅସୁବିଧା ହୋଇଯାଆନ୍ତା? ବାସ୍ତବିକ ସେହି ଶିକ୍ଷା ସେମାନେ ଅର୍ଜନ କରିନାହାନ୍ତି। ଆଜି ମଣିଷ ଟଙ୍କା ସର୍ବସ୍ୱ ହୋଇଯାଇଛି, ଅର୍ଥ ସର୍ବସ୍ୱ ହୋଇଯାଇଛି। ତା ପାଖରେ ଆଜି ଦୟା, ଧର୍ମ, ପ୍ରେମ, ସହନଶୀଳତା, କ୍ଷମା ଏସବୁ ଜିନିଷ ଆଜି ନାହିଁ। ମଣିଷ ମନରେ ଆଜି ହିଂସା, ଦ୍ୱେଷ, ପରସୀ କାତରତା, ହୀନମନ୍ୟତା ବହୁ ଭାବରେ ଉଗ୍ର ରୂପ ଧାରଣ କରିଛି। ଠାକୁରଙ୍କୁ ଯଦି ବାସ୍ତବିକ ଜଣେ କେହି ଧରି ସେହି ଉଚ୍ଚ ପଦପଦବୀ ସ୍ଥାନକୁ ଯାଏ, ତାହେଲେ ନିଶ୍ଚିତ ଭାବରେ ତାହା ସଦୁପଯୋଗ ସେ କରିପାରିବ। ନଚେତ୍ ଜୀବନରେ ସେଇ ଅର୍ଥ ସାଉଁଟି ସାଉଁଟି ଜୀବନ ଯେ କେତେବେଳେ କ୍ଷୀଣ ହୋଇଯିବ ସେ ବୁଝିପାରିବ ନାହିଁ। ତେଣୁ ଆସନ୍ତୁ ସମସ୍ତେ ଆମେ ସେ ଠାକୁରଙ୍କୁ ଜୀବନରେ ପାଥେୟ କରି, ଜୀବନରେ ଧରି ଚାଲି ତାଙ୍କ ପଥକୁ ଅନୁସରଣ କରି ଜୀବନକୁ ସରସ, ସୁନ୍ଦର, ମଧୁମୟ କରି ତୋଳିବା ଏବଂ ଆନନ୍ଦରେ ଗାଇ ଉଠିବା ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍।